ଶିଖୋଡ଼ିଶା ୟୁଟ୍ୟୁବ୍ ଚ୍ୟାନେଲରେ ମୁଁ ସନତ ସାହୁ ସ୍ୱାଗତ କରୁଛି ପୁଣି ଗୋଟେ ନୂଆ ଭିଡ଼ିଓ ସହିତ। ଆଜିର ଭିଡ଼ିଓରେ ମୁଁ ଆପଣମାନଙ୍କୁ କହିବି ସିବିଡିସି ଅର୍ଥାତ୍ ଆପଣମାନେ ନିକଟରେ ଗୋଟେ ମେସେଜ ପାଇଥିବେ। ଯେଉଁମାନେ ସୁଭଦ୍ରା ଯୋଜନା ହିତାଧିକାରୀ ଅଛନ୍ତି ସେମାନଙ୍କୁ ଷ୍ଟେଟ୍ ବ୍ୟାଙ୍କ ତରଫରୁ ଗୋଟେ ମେସେଜ ଯାଇଛି ଯେ ସେମାନେ ସିବିଡିସିକୁ ଆକ୍ଟିଭ୍ କରନ୍ତୁ। ଅର୍ଥାତ୍ ସିବିଡିସି କ'ଣ ଏବଂ ତାହା କିପରି ଭାବରେ କାମ କରିବ ଏବଂ ସିବିଡିସି ଥ୍ରୋରେ ଆପଣ ଗଭର୍ଣ୍ଣମେଣ୍ଟର କ'ଣ ହେଲ୍ପ ହେବ ଓ ଆପଣମାନଙ୍କର କ'ଣ ହେଲ୍ପ ହେବ, ସବୁକିଛି ଡିଟେଲ୍ସ ଆପଣମାନେ ଏହି ଭିଡ଼ିଓରେ ଜାଣିବା ପାଇଁ ପାଇବେ। ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଭଲ ଲାଗିଲେ ନିଶ୍ଚିତ ଭାବରେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବା ପାଇଁ କେବେ ବି ଭୁଲିବେନି। ପ୍ରଥମେ ଆମେ ଯଦି ସିବିଡିସି କହିବା, ଦ ଫୁଲ୍ ଫର୍ମ ଅଫ୍ ସିବିଡିସି ଦେନ୍ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି, ଯେଉଁଟାକି ଆମେ କହିପାରିବା ଇ ରୁପିଜ୍। ଇ ରୁପିଜ୍ ଥ୍ରୋରେ ଆପଣମାନେ ଟ୍ରାଞ୍ଜାକ୍ସନ୍ କରିପାରିବେ। ଏହାକୁ ଆମେ ୟୁପିଆଇ କହିପାରିବା ନାହିଁ। ଇଏ ହେଉଛି ସ୍ୱତନ୍ତ୍ର ଭାବରେ ଗୋଟେ ୱାଲେଟ୍ ବା ଆପଣମାନେ ଯେମିତିକି ଆପଣମାନଙ୍କର ପେୟର୍ସ ବା ଭେଣ୍ଟିକୁ ୟୁଜ୍ କରୁଛନ୍ତି କୌଣସି ଜାଗାରେ ପଇସା ରଖିବା ପାଇଁ, ସେଇଭଳି ଭାବରେ ଇଏ ହେଉଛି ଡିଜିଟାଲ ଇ ରୁପିଜ୍, ଯାହାକୁ ଆପଣମାନେ ମୋବାଇଲରେ ଇନଷ୍ଟଲ୍ କରିକି ରଖିବେ ଗୋଟେ ଆପ୍ଲିକେସନ୍। ସେ ଆପ୍ଲିକେସନ୍ ଥ୍ରୋରେ ଆପଣମାନେ ସବୁକିଛି ଜାଗାରେ ପେମେଣ୍ଟ କରିବେ, ଯେଉଁଟାକି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସହିତ କୌଣସି ଲିଙ୍କେଜ୍ ରହିବ ନାହିଁ। ଦେଖନ୍ତୁ, ଆମେ ଯଦି ଡିଫରେନ୍ସ ବିଟୱିନ୍ ଦ ୟୁପିଆଇ ଆଣ୍ଡ ଇ ରୁପିଜ୍ କହିବା, ତେବେ ନିଶ୍ଚିତ ଭାବରେ ମୁଁ ଆପଣମାନଙ୍କୁ କହିବି ଇ ରୁପିଜ୍ বা ଆମେ ଡିଜିଟାଲ କରେନ୍ସି ବା ଆମେ ସିବିଡିସି ଇଜ୍ ଦ ବେଟର। କାହିଁକିନା ସିବିଡିସି କରିବା ଫଳରେ ଆପଣମାନେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସହିତ କୌଣସି ଲିଙ୍କେଜ୍ ରହିଲା ନାହିଁ। ମନେ କରନ୍ତୁ ଆପଣମାନେ 5,000 ଟଙ୍କା ଖର୍ଚ୍ଚ କରିବା ପାଇଁ ଯାଉଛନ୍ତି, କୌଣସି ମାର୍କେଟିଂ କରିବା ପାଇଁ ଯାଉଛନ୍ତି। ତେବେ ଆପଣମାନଙ୍କ 5,000 ଟଙ୍କାରୁ ଆପଣ ଗୋଟେ ଜାଗାରେ ଗୋଟେ ଦୋକାନରେ ପେମେଣ୍ଟ କଲେ 3,000 ଟଙ୍କା। ଆପଣମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସେ ଟ୍ରାଞ୍ଜାକ୍ସନଟା ରହିଲା 3,000 ବୋଲି। ଦେନ୍ ଆଉ ଗୋଟେ ଜାଗାରେ ଆପଣ 1,000 ଟଙ୍କା ପେମେଣ୍ଟ କଲେ। ଆପଣ ଯଦି ୟୁପିଆଇ ଥ୍ରୋରେ ପେମେଣ୍ଟ କରୁଛନ୍ତି, ତେବେ 1,000 ଟଙ୍କା ଆପଣଙ୍କ ବ୍ୟାଙ୍କ ଖାତା ଅପଡେଟ୍ କଲେ ଆପଣମାନଙ୍କୁ ମିଳିବ। ଦେନ୍ ପୁଣି ଆଉ ଗୋଟେ ଜାଗାରେ ଆପଣ 500 ଟଙ୍କା ଖର୍ଚ୍ଚ କରୁଛନ୍ତି, ତେବେ ବ୍ୟାଙ୍କ ଖାତାରେ ଆପଣମାନଙ୍କୁ 500 ଟଙ୍କା ଖର୍ଚ୍ଚ କରୁଛନ୍ତି କେଉଁ ରିଟେଲକୁ ଯାଇଛି ବୋଲି ଆପଣମାନେ ଫୋନ୍‌ପେ ବା ଗୁଗୁଲ୍ ପେ କ୍ୟୁଆର୍‌କୁ ଯାଇଛି ବୋଲି ସେଠି ଶୋ କରିବ। ଯାହାଫଳରେ ବ୍ୟାଙ୍କର ଟ୍ରାଞ୍ଜାକ୍ସନ୍ ବହୁତ ଗୁଡ଼ାକ ହେଇଯାଉଛି। ତ ଏ ବ୍ୟାଙ୍କ ଟ୍ରାଞ୍ଜାକ୍ସନ୍‌କୁ ଆମେ କହିପାରିବା ଯଦି କମେଇବା ପାଇଁ ଚାହୁଁଛେ ଆମେ, ତେବେ ଡିଜିଟାଲ ରୁପିଜ୍ ବା ସିବିଡିସିକୁ ନିଶ୍ଚିତ ଭାବରେ ଆପଣାନ୍ତୁ। ଦେନ୍ ସିବିଡିସି କରିବା ଫଳରେ ଆପଣମାନେ ଏ ୱାଲେଟ୍‌ରୁ, ଯେମିତିକି ଆପଣମାନଙ୍କ ମନେ କରନ୍ତୁ 5,000 ଟଙ୍କା ଆପଣଙ୍କ ୱାଲେଟ୍ ବା ପର୍ସରେ ଅଛି। ଆପଣମାନେ ଯେଉଁ ପଇସା ଖର୍ଚ୍ଚ କଲେ ତାର କିଛି ମିନି ଷ୍ଟେଟମେଣ୍ଟ ଆପଣଙ୍କୁ ରଖିବା ପାଇଁ ପଡୁଛି କି? ବ୍ୟାଙ୍କ ଆକାଉଣ୍ଟରେ ରଖିବା ପାଇଁ ପଡୁନି। ଜଷ୍ଟ ଲାଇକ୍ ଇଏ ହେଉଛି ସିବିଡିସି ହେଉଛି ସେମ୍ କଥା। ଆପଣମାନେ ଇ ରୁପି, ଯେଉଁଟାକି ଆପଣମାନଙ୍କ ଆରବିଆଇ ଦ୍ୱାରା ସାଟିସ୍ଫାଇ ଆପ୍ଲିକେସନ୍, ଯେଉଁ ଆପ୍ଲିକେସନ୍‌କୁ ଆପଣମାନେ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରିପାରିବେ। ସବୁ ବ୍ୟାଙ୍କର ଇ ରୁପିଜ୍ ରହିଛି। ଯେଉଁ ମନେ କରନ୍ତୁ ଆପଣମାନେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ବ୍ୟାଙ୍କ ଆକାଉଣ୍ଟ ୟୁଜ୍ କରୁଛନ୍ତି, ତେବେ ଆପଣମାନେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଇ ରୁପିଜ୍‌କୁ ମଧ୍ୟ ଡାଉନଲୋଡ୍ କରିପାରିବେ। ଦେନ୍ ବ୍ୟାଙ୍କ ଅଫ୍ ବରୋଦା ରହିଛି, ଏସ୍‌ବିଆଇ, ଆପଣଙ୍କର ଏଚ୍‌ଡିଏଫ୍‌ସି ରହିଛି, ଆଇସିଆଇସିଆଇ ରହିଛି, ପିଏନ୍‌ବି ରହିଛି। ସବୁ ବ୍ୟାଙ୍କର ଡିଜିଟାଲ ଇ ରୁପିଜ୍ ରହିଛି, ଯେଉଁଟାକି ଆପଣମାନେ ଯେଉଁ ବ୍ୟାଙ୍କ ଖାତା ଆପଣଙ୍କ ପାଖରେ ଅଛି, ସେଇ ବ୍ୟାଙ୍କ ଖାତାର ଇ ରୁପିଜ୍ ଆପଣମାନେ ଆପ୍ଲିକେସନ୍ ମଧ୍ୟ ପ୍ଲେ ଷ୍ଟୋରରୁ ଯାଇକି ଡାଉନଲୋଡ୍ କରିପାରିବେ। ଦେନ୍ ସରକାର କାହିଁକି ଆପଣମାନଙ୍କୁ ସୁଭଦ୍ରା ଯୋଜନାରେ ସିବିଡିସି ମାଧ୍ୟମରେ ଦେବା ପାଇଁ ଚାହୁଁଛନ୍ତି? ଇଏ ଜଷ୍ଟ ଲାଇକ୍ ଗୋଟେ ପାଇଲଟ ପ୍ରୋଜେକ୍ଟ, ଯେ ସମସ୍ତଙ୍କୁ ସିବିଡିସି କରିବା ପାଇଁ ବାଧ୍ୟତାମୂଳକ ସେମିତି କିଛି ନାହିଁ। ଆପଣମାନେ ଚାହିଁଲେ ସିବିଡିସି କରିପାରିବେ, ନ ଚାହିଁଲେ ମଧ୍ୟ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୟୁଜ୍ କରିପାରିବେ। ସିବିଡିସି କୋଉମାନେ କରିବେ? ମୋ ମତରେ ସିବିଡିସି ସେଇମାନେ କରନ୍ତୁ ଯେଉଁମାନଙ୍କର ଆଧାର ଲିଙ୍କେଜର ପ୍ରୋବ୍ଲେମ ରହୁଛି, ଯେମିତିକି ବ୍ୟାଙ୍କ ଆକାଉଣ୍ଟ ଏବଂ ଆଧାର କାର୍ଡର ନାମ ମିସମ୍ୟାଚ୍ ଫଳରେ ଆପଣମାନଙ୍କର ଆଧାର ଲିଙ୍କେଜ ହେଇପାରୁନି ଆଉ ଏନପିସିଆଇ ସିଡେଟ୍ ହେଇପାରୁନି। ସେମାନଙ୍କୁ ନିଶ୍ଚିତ ଭାବରେ ସିବିଡିସିକୁ ସେମାନେ କନଭର୍ଟ କରିଯାଆନ୍ତୁ। ଦେନ୍ ସିବିଡିସିରେ ସେମାନେ ଆକ୍ଟିଭ୍ ହେଲା ଫଳରେ ଆପଣମାନଙ୍କୁ ଆଧାର ଲିଙ୍କ କରିବାର କିଛି ଆବଶ୍ୟକତା ନାହିଁ ଏବଂ ସର୍ଭର ଇସ୍ୟୁର ପ୍ରୋବ୍ଲେମ କିଛି ଆପଣମାନଙ୍କୁ ରହିବ ନାହିଁ। ଆପଣମାନଙ୍କୁ ପଇସା ସରକାର ଛାଡ଼ିବା ମାତ୍ରେ ଆପଣମାନଙ୍କ ୱାଲେଟରେ ଆସିକି ପହଞ୍ଚିଯିବ। କୌଣସି ପ୍ରକାର ସର୍ଭର ଇସ୍ୟୁ ରହିବନି ଆଉ କୌଣସି ପ୍ରକାର ଆଧାର ଲିଙ୍କେଜର ଆବଶ୍ୟକତା ମଧ୍ୟ ନାହିଁ। ଯେଉଁଟାକି ସୁଭଦ୍ରା ଯୋଜନାରେ ଫାଷ୍ଟ ଟାଇମ୍ ପାଇଁ ସରକାର ଏହାକୁ କରିବା ପାଇଁ ଯାଉଛନ୍ତି। ତ ଏଥିରେ ଆପଣମାନେ ଜାଣିଲେ ସୁଭଦ୍ରା କ'ଣ, ଇ ରୁପିଜ୍ କ'ଣ, ଯେଉଁଟାକି ଆପଣମାନେ ଆରବିଆଇ ଦ୍ୱାରା ଇଏ ଗୋଟେ ସାଟିସ୍ଫାଏଡ୍ ଆପ୍ଲିକେସନ୍, ଯେଉଁଟାକି ଆପଣମାନେ ମୋବାଇଲରେ ରଖିକି ଚଲେଇ ପାରିବେ। ଏଥିରେ ବହୁତ ସାରା ବେନିଫିଟ୍ ସମ୍ବନ୍ଧରେ ମୁଁ କହିଲି, କିନ୍ତୁ ପ୍ରଥମେ କହି ରଖିବା ପାଇଁ ଲାଷ୍ଟରେ ମୁଁ କହି ରଖିବା ପାଇଁ ଚାହୁଁଛି ଯେ ସିବିଡିସି କରିବା ପାଇଁ ବାଧ୍ୟତାମୂଳକ ନୁହଁ। ଯେଉଁମାନେ ଚାହିଁବେ ସିବିଡିସି କରିପାରିବେ ଆଉ ଯେଉଁମାନେ ଚାହୁଁନାହାନ୍ତି ସିବିଡିସି ନ କଲେ ମଧ୍ୟ ସେମାନେ ସୁଭଦ୍ରା ଯୋଜନା ବେନିଫିଟ୍ ପାଇପାରିବେ। ସିବିଡିସିର ଆପ୍ଲିକେସନ୍ ବା ଡିଜିଟାଲ ଇ ରୁପିଜ୍ ଆପ୍ଲିକେସନ୍‌ରେ ଆପଣମାନେ ଯେକୌଣସି କ୍ୟୁଆର୍ କୋଡ୍‌କୁ ଆପଣ ପେମେଣ୍ଟ କରିପାରିବେ, ଯେମିତିକି ଫୋନ୍‌ପେ, ଗୁଗୁଲ୍ ପେ ବା ଦୋକାନରେ ଚିପକା ହେଇଥିବା ଯେକୌଣସି କ୍ୟୁଆର୍ କୋଡ୍‌ରେ ଆପଣମାନେ ପେମେଣ୍ଟ କରିପାରିବେ। ଯେଉଁଥିରେ ସବୁଠୁ ମନେ ରଖନ୍ତୁ, ଖୁବ୍ ଶୀଘ୍ର ୟୁପିଆଇରେ ମଧ୍ୟ ପେମେଣ୍ଟ, ଯେମିତିକି ଆପଣମାନଙ୍କୁ ୟୁପିଆଇରେ ଚାର୍ଜେସ୍ ଲାଗିବା ପାଇଁ ଯାଉଛି। ଆପଣଙ୍କୁ ଯେତେବେଳେ ରିଚାର୍ଜ କରୁଛନ୍ତି ଆପଣମାନଙ୍କର ଚାର୍ଜେସ୍ କଟୁଛି। ସେଇଭଳି ଭାବରେ ସରକାର ଆଉ କିଛି ଦିନ ପରେ ଆପଣମାନଙ୍କୁ ଯେମିତି କୌଣସି ପଇସା ପଠାଇଲେ ମଧ୍ୟ ଚାର୍ଜେସ୍ କଟିବ, ସେଇଭଳି ଭାବରେ ଆପଣ ଯଦି ସିବିଡିସି ୟୁଜ୍ କରିବେ, ତେବେ ଏଥିରେ କୌଣସି ଚାର୍ଜେସ୍ ରହିବ ନାହିଁ ଆଉ ଆପଣମାନେ
ବହୁତ ହି ଫାଷ୍ଟ କାମ କରୁଛି ସିବିଡିସି। ତେଣୁକରି ଆପଣମାନେ ଯୋଉମାନେ ଚାହୁଁଛନ୍ତି ସିବିଡିସି କରିବା ପାଇଁ ସେମାନେ ସିବିଡିସି କରନ୍ତୁ ବା ଡିଜିଟାଲ କରେନ୍ସି ବା ଡିଜିଟାଲ ଆପ୍ଲିକେସନକୁ ଡାଉନଲୋଡ କରନ୍ତୁ। ଏଥିରେ କୌଣସି ମିନିମମ୍ ବାଲାନ୍ସ ଆପଣଙ୍କୁ ମେଣ୍ଟେନ କରିବା ପାଇଁ ପଡ଼ିବନି, କିନ୍ତୁ ବ୍ୟାଙ୍କ ଆକାଉଣ୍ଟରେ ଆପଣଙ୍କୁ ମିନିମମ୍ ବାଲାନ୍ସ ମେଣ୍ଟେନ କରିବା ପାଇଁ ପଡ଼ିଥାଏ। ଏଥିରେ କୌଣସି ସର୍ଭରର ଇସ୍ୟୁ ନଥାଏ। ତେଣୁକରି ନିଶ୍ଚିତ ଭାବରେ ଆପଣମାନେ ସିବିଡିସିକୁ ଆପଣାନ୍ତୁ ଏବଂ ଏହି ଡିଜିଟାଲ ଇ ରୁପିଜକୁ ଆପଣମାନେ ଆପଣାନ୍ତୁ ଏବଂ ସୁଭଦ୍ରା ଯୋଜନାର ପଇସା ଖୁବ୍ ଶୀଘ୍ର ଆପଣମାନେ ଏଥିରେ ପାଇପାରିବେ। ଏଇଭଳି ଭାବରେ ନୂଆ ନୂଆ ଭିଡ଼ିଓ ଗଭର୍ଣ୍ଣମେଣ୍ଟର ଅପଡେଟ୍ ପାଇବା ପାଇଁ ଚ୍ୟାନେଲକୁ ନିଶ୍ଚିତ ଭାବରେ ଲାଇକ୍, ସେୟାର, ସବସ୍କ୍ରାଇବ କରିବା ପାଇଁ କେବେ ବି ଭୁଲିବେନି। ରହୁଛି।